ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କଲେ କାହିଁକି ପୋଡ଼େନି ପୁରା ଶରୀର? ସ୍ୱର୍ଗଦ୍ୱାରର ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ। ଅନମୋଲ ଭାରତ ଚ୍ୟାନେଲକୁ ସ୍ୱାଗତ। ଭାରତରେ 4ଟି ଧାମ ମଧ୍ୟରୁ ପୁରୀ ଧାମ ପବିତ୍ର ଅଟେ। ଶ୍ରୀକ୍ଷେତ୍ରକୁ ଶ୍ମଶାନ ସ୍ୱର୍ଗଦ୍ୱାର କହିବାର ଅନେକ କାରଣ ରହିଛି। ପୂର୍ବ କାଳରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗରୁ ଦେବତାମାନେ ଆସୁଥିଲେ। ତେବେ କଳା ମଲ୍ଲୀ ବୋଲି ଏକ ସୁନ୍ଦର ଫୁଲ ରହିଛି, ଯାହା ଶ୍ରୀଲଙ୍କା ଦେଶରେ ଫୁଟିଥାଏ, କିନ୍ତୁ ଆମ ଭାରତରେ ଏହି ଫୁଲ ଫୁଟେ ନାହିଁ। ସବୁଠାରୁ ରହସ୍ୟଜନକ କଥା ହେଲା, ଦିନେ ସେହି ପୁଷ୍ପକୁ ଦଇତାପତିମାନେ ରତ୍ନ ସିଂହାସନ ଉପରେ ରଖିବାକୁ ଯାଇଥିଲେ। ଆଉ ସବୁଦିନ ରତ୍ନ ସିଂହାସନ ଉପରେ ସକାଳୁ ସକାଳୁ ସେ ଫୁଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ସେମାନଙ୍କ ସନ୍ଦେହ ହୋଇଥିଲା ଯେ ଶ୍ରୀଲଙ୍କାରୁ ହୁଏତ ବିଭୀଷଣ ଆସି ଶ୍ରୀ ଜଗନ୍ନାଥଙ୍କୁ ଏହି ପୁଷ୍ପ ପ୍ରଦାନ କରୁଛନ୍ତି। ତେଣୁ ସନ୍ଦେହ ଦୂର କରିବା ପାଇଁ ଦଇତାପତିମାନେ ଥରେ ଦୁଆର ମୁହଁରେ ଜଗି ବସି ରହିଲେ। ଆଉ ସେହି ସମୟରେ ବିଭୀଷଣ ଦକ୍ଷିଣ ଦ୍ୱାର ବାଟ ଦେଇ ଆସିଥିଲେ। ଆଉ ଶ୍ରୀଜୀଉଙ୍କୁ ଦର୍ଶନ କରି ସେ ଯେତେବେଳେ ପ୍ରସ୍ଥାନ କରୁଥିଲେ, ସେହି ସମୟରେ ଜଗି ବସିଥିବା ଦଇତାପତିମାନେ ବିଭୀଷଣକୁ ଧରି ପକାଇଥିଲେ। ତାପରେ ବିଭୀଷଣ ଦଇତାପତିଙ୍କୁ ଏକ କଙ୍କଳ ପ୍ରଦାନ କରି ସମୁଦ୍ର କୂଳ ନିକଟରୁ ଏକ ସ୍ଥାନରୁ ସ୍ୱର୍ଗକୁ ଚାଲି ଯାଇଥିଲେ। ସେହି ଦିନଠାରୁ ସେହି ସ୍ଥାନକୁ ସ୍ୱର୍ଗଦ୍ୱାର ବୋଲି କୁହାଯାଉଥିଲା। ତେବେ ଆଉ ଏକ କାହାଣୀ ଅନୁସାରେ ଥରେ ଦେବରାଜ ଇନ୍ଦ୍ର ମହାଦେବଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେ ଦର୍ଶନ କରି ଯେତେବେଳେ ସ୍ୱର୍ଗରୁ ଆକାଶରେ ଫେରି ଯାଉଥିଲେ, ସେତେବେଳେ ଗୋଟେ ଛୋଟ ପିଲା ଇନ୍ଦ୍ର ସ୍ୱର୍ଗକୁ ଯିବାର ଦେଖି ଦେଇଥିଲା। ଆଉ ସେହି ସ୍ଥାନରେ ଯାଇ ଗୋଟାଏ କାଠି ପୋତି ଦେଇଥିଲା ଏବଂ ରାଜାଙ୍କୁ ଯାଇ ଖବର ଦେଇଥିଲା ଯେ ଏହି ସ୍ଥାନଟି ଜଣେ ଆକାଶ ମାର୍ଗରୁ ଉଡ଼ିକି ଯାଉଥିଲେ। ତେଣୁ ସେହି ସ୍ଥାନକୁ ରାଜା ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାର ନାମରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତ୍ୟେକ ଲୋକଙ୍କୁ ସ୍ୱର୍ଗ ମୁକ୍ତି ପାଇଁ ଦାହ ସଂସ୍କାର କରାଯାଉଛି। ତେବେ ସନାତନ ଧର୍ମ ଅନୁସାରେ ରାତିରେ ଶବ ପୋଡ଼ିବା ପାଇଁ ମନା ହୋଇଛି। ତେବେ କେବଳ ଦିନ ହେଲେ ହିଁ ଶବ ଦାହ କରାଯାଏ। କିନ୍ତୁ ପରିବାର ଲୋକେ ଶବରୁ ଅସ୍ଥି ସଂଗ୍ରହ କରୁଥିବାରୁ କିଛି ମାଂସ ହାଡ଼କୁ ଦରପୋଡ଼ା କରି ରଖାଯାଇଥାଏ।